ବର୍ଷେ ନପୁରୁଣୁ ରାସ୍ତା ଅବସ୍ଥା ସାଂଘାତିକ ନିମ୍ନମାନର କାମ ହୋଇଛି ଅଭିଯୋଗ। ନୂଆପଡ଼ା ଜିଲ୍ଲା କମନା ବ୍ଲକ ବୁଦ୍ଧିକମନା ପଞ୍ଚାୟତର ଡୋଙ୍ଗରିପାଲିରୁ ବୁଦ୍ଧିକମନା ରାସ୍ତା ସୁନ୍ଦର ନାଲା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ 3,15,94,888 ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ହୋଇଛି। ঠিকাদার ডেমন্তী অগ্রওয়াল এই সেতু নির্মাণ কার্য করে। এই কার্যর নামফলক অনুসারে 26/12/2021 আরম্ভ হয়ে 28/12/2022 শেষ হয়েছিল। ହେଲେ ଗାଁ ଲୋକଙ୍କ କହିବା ଅନୁସାରେ କାମ ସମ୍ପୂର୍ଣ୍ଣ ହେବାର 6 ମାସ ହୋଇନାହିଁ, କିନ୍ତୁ ପୋଲର ଉଭୟ ପାର୍ଶ୍ୱ ରାସ୍ତା ଦବିଯାଇ ବିପଦସଙ୍କୁଳ ଅବସ୍ଥାରେ ଅଛି। ଆବଶ୍ୟକ ପରିମାଣରୁ କମ୍ ପରିମାଣର ମେଟାଲ ଚିପ୍ସ ପିଚୁ ଓ ନିମ୍ନମାନର ମେଟାଲ ଚିପ୍ସ ଯୋଗୁଁ ଅଳ୍ପ ଦିନ ମଧ୍ୟରେ ରାସ୍ତା ଅବସ୍ଥା ଏଭଳି ହେବା ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ନାଲାର ଉଭୟ ପାର୍ଶ୍ୱର ଉଚ୍ଚ କରି ଗାର୍ଡୱାଲ ତିଆରି ହୋଇ ମରମ ପକାଇ ତାପରେ ପଥର ପ୍ୟାଚିଂ ହେବା କଥା, ତାହା ହୋଇନାହିଁ। ଗାର୍ଡୱାଲ ତିଆରି ନକରି ସିଧାସଳଖ ଦରଳି ମାଟି ପକାଇ ଦିଆଯାଇଛି, ଯାହାଦ୍ୱାରା ବର୍ଷା ପାଣିରେ ଧୋଇ ହୋଇଯାଉଛି। ବଡ଼ ଧରଣର ନଈ ବଢ଼ି ଆସିଲେ ନାଲାର ଉଭୟ ପାର୍ଶ୍ୱର ମାଟି ଧୋଇ ହୋଇଯିବ। ଦବି ଯାଇଥିବା ରାସ୍ତାର ମରାମତି, ନାଲାର ଉଭୟ ପାର୍ଶ୍ୱରେ ପଡ଼ିଥିବା ମାଟି ଉପରେ ପଥର ପ୍ୟାଚିଂ କରିବା ପାଇଁ ଗାଁର ଲୋକନାଥ ସିନ୍ଦୁର, ମଣ୍ଟୁ ନାୟକ, ପ୍ରେମାନନ୍ଦ ନାୟକ, ଚୈତନ୍ୟ ହାତୀ, ମୋହନ ଟାଣି, ଶିବୁ ପ୍ରଧାନୀ, ଆକାଶ ଠେଲା, ସୁଦାମ ଛତ୍ରିଆ ଓ ଅନ୍ୟାନ୍ୟମାନେ ଦାବି କରିଛନ୍ତି। ଏହି ଠିକାଦାର ଡେମନ୍ତୀ ଅଗ୍ରୱାଲଙ୍କୁ ପଚାରିବାରୁ ବର୍ଷା ଦିନ ସେଇଥିପାଇଁ ରାସ୍ତା ଦବି ଯାଉଛି, କାମ ସମ୍ପୂର୍ଣ୍ଣ ହୋଇନାହିଁ। ନାଲାର ଉଭୟ ପାର୍ଶ୍ୱରେ ପଥର ପ୍ୟାଚିଂ କରାଯିବ, କାମର ଶେଷ ବିଲ୍ ହୋଇନାହିଁ ବୋଲି କହିଥିଲେ। ଏନେଇ ବିଭାଗୀୟ ଯନ୍ତ୍ରୀ ରଞ୍ଜିତ ସରେନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାର ସହଯୋଗ କରିନଥିଲେ। ସୂଚନାଯୋଗ୍ୟ ଯେ ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ହେଲେ ଡୋଙ୍ଗରିପାଲି, କାମକେଡ଼ା, ସାଲଭେଟା, କାଳିମାଟି, ଲୋହାଣ୍ଡାପାଲି, ଠୁଟିବର, ଗନିଆପଡ଼ା ଗାଁର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।